ପିଲାମାନେ ତୁମମାନଙ୍କୁ ଆମ ଚ୍ୟାନେଲ ଓଡ଼ିଆ ମିଡ଼ିୟମ ଷ୍ଟୋରୀ ସ୍ୱାଗତ। ଆଜି ମୁଁ ତୁମମାନଙ୍କ ପାଇଁ ନେଇ ଆସିଛି ତୃତୀୟ ଶ୍ରେଣୀ ଗଣିତ ମଜା ବହିର ପାଠ 15। ପାଠ 15 ଆଲୋଚନା କରିବା ଆମେ କ୍ୟାଲେଣ୍ଡରରୁ ଶିଖିବା ବିଷୟର ସମସ୍ତ ପ୍ରଶ୍ନ ଉତ୍ତର। କ୍ୟାଲେଣ୍ଡର ବହୁତ ଆମର ଇମ୍ପୋର୍ଟାଣ୍ଟ ଚାପ୍ଟର। ଏହା ଆମର ସବୁଦିନ ଦରକାର ହୋଇଥାଏ। ଭଲ ବୁଝିବା ଏବଂ ଅଭ୍ୟାସ କରିବା ଏବଂ ମନେ ମଧ୍ୟ ରଖିବା। ଦେଖ ପିଲାମାନେ, କ୍ୟାଲେଣ୍ଡର କ'ଣ ଥାଏ ନା କୌଣସି ଗୋଟେ ବର୍ଷର ମାସ ଗୁଡ଼ିକର ବର୍ଷକ 12 ମାସ ଆମେ ଜାଣିଛନ୍ତି, ସେ 12 ମାସର ଦିନ ଏବଂ କେଉଁ ଦିନ କେଉଁ ତାରିଖ କିପରି ଆମେ ଜାଣିବା, ଏ କ୍ୟାଲେଣ୍ଡର ଆମେ ହିସାବ କରିପାରିବା। ଏଠାରେ ନଟଖଟ ପିଲାଟି ଭାରି ଚାଲାକ। ସେ କହିଲା ନା କେଉଁ 2014 ମସିହା ଜାନୁଆରୀ 23 ତାରିଖ କେଉଁ ବାରରେ ପଡ଼ିଥିଲା ଏବଂ କାହାର ଜୟନ୍ତୀ ଥିଲା, ସେ ଚଟାପଟ କହିଦେଲା, କାରଣ ସେ କ୍ୟାଲେଣ୍ଡର ଶିଖିଥିଲା। ଏଠାରେ କ'ଣ ଚଟପଟ, ଯିଏ ତା ମନ ଦୁଃଖ ହେଇଗଲା ସେ ଘରକୁ ଯାଇ ପଚାରିଲା ତା କାହାକୁ, ତା ବାପାଙ୍କୁ। କେମିତି ନଟଖଟ ସାଙ୍ଗେ ସାଙ୍ଗେ କହିଦେଉଛି। ଚଟପଟର ବାପା ବୁଝେଇଦେଲେ ଯେ ତୁ ଯଦି ଶିଖିବୁ ନଟଖଟ ଭଳି ମଧ୍ୟ କୁହୁକ ବା ଯାଦୁ ବିଦ୍ୟା କରିପାରିବୁ। ତେବେ ସେ ଶିଖିଲା, ବାପା ତାକୁ ଶିଖେଇ ଦେଲେ। କ'ଣ ଦେଖ, ଏଠାରେ ଜାନୁଆରୀ ମାସ 2014 ମସିହା, ଏଟା ଜାନୁଆରୀ ମାସର କ୍ୟାଲେଣ୍ଡର ଦେଇଛି। ଦେଖ, ସପ୍ତାହକ 7 ବାର ଆମେ ଜାଣିଛନ୍ତି। ପ୍ରଥମେ ରବିବାର, ସୋମବାର, ମଙ୍ଗଳବାର, ବୁଧ, ଗୁରୁବାର, ଶୁକ୍ର, ଶନିବାର। ତାରିଖ ଆମର ଜାନୁଆରୀ ମାସ କେତେ ଦିନିଆ? 31 ଦିନିଆ। କେତେ ଦିନିଆ? 1 ରୁ ଷ୍ଟାର୍ଟ ହବ, 31 ସରିବ। ଆମର ଯୋଉ 12 ମାସ ଅଛି ସବୁଗୁଡ଼ା 31 ଦିନ ନୁହେଁ କି ସବୁ ଦିନିଆ 30 ଦିନିଆ ନୁହେଁ। ଫେବୃଆରୀ ମାସ ଜାଣିଛ, ଫେବୃଆରୀ ମାସ ସେଟା ଆମର ହଉଛି 28 ଦିନିଆ। କେତେ ଦିନିଆ? ଫେବୃଆରୀ ମାସ ହେଲା 28 ଦିନ। ଅଧିବର୍ଷ ହେଲେ ତାକୁ କହନ୍ତି ଗୋଟେ ଦିନ ବଢ଼ିବ, ଏଟା 29 ଦିନ ହୁଏ। ଫେବୃଆରୀ ମାସ ସବୁବେଳେ 28, ଯୋଉଟା ଅଧିବର୍ଷ ହେଇଥିବ 4 ବର୍ଷରେ ଥରେ ଅଧିବର୍ଷ ହୁଏ, ସେଇଟା ଆମର 29 ଦିନ ହୁଏ ଫେବୃଆରୀ ମାସ। କିନ୍ତୁ ଫେବୃଆରୀ ମାସ 28। ତେବେ କେଉଁ ମାସ କେତେ ଦିନ ଆଉ ଟ୍ରିକ୍ସ ଅଛି ବତେଇଦେବି ଏହାପରେ। ବର୍ତ୍ତମାନ ଜାଣିବା ସପ୍ତାହକ 7 ଦିନ ଆମେ ଜାଣିଛନ୍ତି। ଗୋଟେ ସପ୍ତାହରେ ଯଦି ବୁଧବାର 1 ତାରିଖ ପଡ଼ିଲା, ଦ୍ୱିତୀୟ ବୁଧବାର କ'ଣ ପଡ଼ିବ? 1 7 ମିଶେଇ 8 ତାରିଖରେ ପଡ଼ିବ। ଥାର୍ଡ଼ ଆମର ରହିବ ବୁଧବାର, 8 7 ମିଶେଇ ଦେବ 15 ତାରିଖରେ ରହିବ। ଗୁରୁବାର ମଧ୍ୟ 2 ତାରିଖ ହେଲେ ତୁମେ କ'ଣ କରିବ ନା ବୁଢ଼ା ଆଙ୍ଗୁଳିକି ଛାଡ଼ିଦେବ। ଦେଖ କେମିତି କରିବ, ବୁଢ଼ା ଆଙ୍ଗୁଳି ଛାଡ଼ିଦେବ। ଏଇଟା ହେଲା ଉପରେ ରହୁଛି, ଏଇଟା ଆମର ହେଉଛି ଜାନୁଆରୀ 31 ଦିନିଆ। ଏଇଟା ଭିତରେ ରହୁଛି, ଏଇଟା ଫେବୃଆରୀ ତ ଜାଣିଛ 28 ଦିନିଆ ନହେଲେ 29। ଫେବୃଆରୀ କେବେ 30 ହେବନି କି 31 ହେବନି, 28 ହେବ, 4 ବର୍ଷରେ 29 ହେବ। ଏଇଟା ଫେବୃଆରୀ ଛାଡ଼ିଦିଅ। ମାର୍ଚ୍ଚ ହେଲା ଉପରୁ ରହିଲା, ଏଇଟା ଆମର ରହିଲା 31। ମାର୍ଚ୍ଚ ପରେ ଏପ୍ରିଲ ହେଉଛି ଭିତରେ ରହୁଛି 30। ଏବେ ମେ ହେଉଛି କ'ଣ 31। ଜୁନ୍ଟା ଭିତରେ ରହୁଛି 30। ଜୁଲାଇ ଏମିତି ରହିଲା 31। ଦେଖ, ଜୁଲାଇ ପରେ ଅଗଷ୍ଟ ଆସିବ। ଅଗଷ୍ଟ ଆସିଲେ ଆଉ ଗୋଟେ ହାତ ଆସିବ ଉପରକୁ, ଏଇଟା କ'ଣ ହେଲା ଅଗଷ୍ଟ ହେଉଛି ଆମର 31। ସେପ୍ଟେମ୍ବର 30, ଅକ୍ଟୋବର 31, ନଭେମ୍ବର 30, ଡିସେମ୍ବର 31। ଏଇଭଳି ଆମେ କ'ଣ କରିବା, ଜୁଲାଇ ଅଗଷ୍ଟ ହେଉଛି ପାଖାପାଖି ରହୁଛି 31। ଆମେ ଲେଖିଦେବା ବର୍ତ୍ତମାନ। ଜାନୁଆରୀ, ଫେବୃଆରୀ ଛାଡ଼ିଦେବ। ତାପରେ ରହୁଛି ମାର୍ଚ୍ଚ, ଏପ୍ରିଲ ଛାଡ଼ିଦିଅ। ତାପରେ ମେ, ଦେଖ ଜାନୁଆରୀ ଫେବୃଆରୀ ଛାଡ଼ିଦେବ। ତାପରେ ହେଲା ମାର୍ଚ୍ଚ, ଏପ୍ରିଲ ଏପଟେ ଲେଖିଦେବ ଏପ୍ରିଲ। ମେ ପରେ ଏପଟେ ଆସିବ ଜୁନ୍, ତାପରେ ଆସିବ ଜୁଲାଇ। ଦେଖ, ଜୁଲାଇ ଅଗଷ୍ଟ ପାଖାପାଖି ରହୁଛି ଆମର 31 ଦିନିଆ। ତାପରେ ସେପ୍ଟେମ୍ବର, ଏଇଟା ଅକ୍ଟୋବର, ତାପରେ ନଭେମ୍ବର 30। ତାପରେ ଡିସେମ୍ବର, ଏଠି କ'ଣ ଲେଖିଦେବ ଡିସେମ୍ବର। ତାହେଲେ 1 2 3 4 5 6 7 ହେଲା ଆମର 31, 4ଟା ହେଲା 30, ଫେବୃଆରୀ ଆମର ରହୁଛି 28 କି 29। ଦେଖ, ଏହାପରେ ଆମେ ଏଇଠି କରିବା। ଦେଖ, ଏଠି ଫେବୃଆରୀ ମାସ 2009 ମସିହାର ଫେବୃଆରୀ ମାସ କ୍ୟାଲେଣ୍ଡର ଦେଇଛି। ଏଠି କ'ଣ ଅଛି, ରବିବାର ହେଉଛି 1 ତାରିଖ, ଶନିବାର ହେଉଛି ଲାଷ୍ଟ 28 ତାରିଖ। ପ୍ରଶ୍ନ ରହୁଛି, ଦେଖ କ'ଣ ଏପଟେ ରହିଛି, ଡାହାଣ ପଟରେ 12 ସବୁ ରହିଛି। ଉପର କ୍ୟାଲେଣ୍ଡର ଦେଖି ତଳ ପ୍ରଶ୍ନର ଉତ୍ତର ଲେଖ। ଫେବୃଆରୀ ମାସରେ କେତେ ରବିବାର ପଡ଼ୁଛି? ଦେଖ, ହେଲା ଫେବୃଆରୀ ମାସ ରବିବାର କୋଉଟା? ଏଇଟା ରବିବାର। କେତେଟା ରବିବାର? 1 2 3 4ଟା। କେତେଟା ଲେଖିଦେବ? 4ଟି। ମାର୍ଚ୍ଚ ମାସରେ କେତେଟା ଗୁରୁବାର ଅଛି? ଏଇଟା ହେଲା ମାର୍ଚ୍ଚ ମାସ କ୍ୟାଲେଣ୍ଡର। ଗୁରୁବାର କୋଉଠି ଦେଖିଦିଅ, ଏଇଠି ଗୁରୁବାର କେତେଟା ପଡୁଛି? ଏଇଟା ତଳୁଆ, ଏଇଟା କ'ଣ ଦେଶୀରୁ 12ଟା ସାଇଡରେ ଥିଲା, ଏଠି ଉପରେ। ସେଥିରେ କିଛି ଅସୁବିଧା ନାହିଁ, ଯାହା ଥିଲେ କିଛି ଅସୁବିଧା ସାଇଡରେ ଥାଉ କିମ୍ବା ଉପରେ ଥାଉ। ଯଦି ଉପରେ ତଳ ତଳ ଧରିବା, ଗୁରୁବାର ପ୍ରଶ୍ନ ରହିଛି କେତେଟି ଗୁରୁବାର? ଗୁରୁବାର ଏଇଟା 1 2 3 4ଟା। ଇଏ ମଧ୍ୟ ଲେଖିଦେବ 4ଟା। ଫେବୃଆରୀ ମାସରେ ବୁଧବାର ଗୁଡ଼ିକ କେଉଁ କେଉଁ ତାରିଖରେ ପଡୁଛି? ଦେଖ,
তাহলে এইটা আমার ফেব্রুয়ারি মাস বুধবার এই বুধবার এইটা কেউ 4 11 18 25 କ'ଣ ଲେଖିଦେବ କେଉଁ 4 11 18 25 ତାର ମାର୍ଚ୍ଚ ମାସର 6 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ କେତେ ଦିନ ଦେଖ 6 ଏଇଟା ହେଲା ମାର୍ଚ୍ଚ ମାସ କ୍ୟାଲେଣ୍ଡର 6 କୋଉଠି ଅଛି ଏଇଠି 6 6 ରୁ 17 1 2 3 4 5 6 7 8 9 10 11 ଏଠି 17 ଏଠି ସରୁଛି ଏଇତ 11 ଦିନ ତୁମେ ମାମୁଁ ଘରେ ଫେବୃଆରୀ 25 ରେ ଏଇଟା ଫେବୃଆରୀ ମାସ ଦେଖ ହେଲେ ଫେବୃଆରୀ 25 କୋଉଠି ଅଛି ଦେଖିଦିଅ ଏଇଟା 25 ଏତିକିରେ କ'ଣ ହଲ ନା ପହଞ୍ଚିଲ ମାର୍ଚ୍ଚ ମାସ 6 ରେ ଆସିଲ ମାର୍ଚ୍ଚ ମାସ କୋଉଠି ଅଛି ଏଇଟା 6 ତାରିଖ ହେଲା ଏଇ ଦିନ ଆସିଲ ତାହେଲେ କେତେ ଦିନ ରହିଲା ଦେଖ ଗଣି ଦିଅ ଏଇଠି 26 ରହିଲ 27 ରହିଲ 28 ରହିଲ ଫେବୃଆରୀ 28 ଏଠି 3 ଦିନ ରହିଗଲ ତାପରେ ଏଠି ରହିଲା କେତେ 1 2 3 4 5 6 ଏଠି 6 ଦିନ ରହିଲା କେତେ ହେଲା ଆମର ଏ 6 ଏ 3 9 ଦିନ ଏଟା କ'ଣ ଲେଖିଦେବ 9 ଦିନ ପହଞ୍ଚିଲା 25 ରେ ଆସିଲା 6 ମଝିରେ ମଧ୍ୟ 1 2 3 4 5 6 7 8 ମଝିରେ 8 ଦିନ କିନ୍ତୁ ପହଞ୍ଚ ଯୋଉନ ରହିଛ ସେଦିନ ଲଗେଇ ପାରିବ 9 ଦିନ ଲେଖିପାରିବ ଏପରେ ଯେ କ୍ୟାଲେଣ୍ଡର ଦେଖି ଖାଲି ପଡ଼ ଫେବୃଆରୀ ମାସ ଯୋଉ ଦେଖିଛ ପ୍ରଥମ ମଙ୍ଗଳବାର ଡ୍ୟାସ୍ ପ୍ରଥମ ମଙ୍ଗଳବାର ଦେଖ ମଙ୍ଗଳବାର ଏଇଟା ପ୍ରଥମ ଏଇଟା ପଡିଛି ଏଇଟା କେତେ ତାରିଖ 1 2 ସୋମବାର ରବିବାର ସୋମବାର ମଙ୍ଗଳବାର 3 ତାରିଖ ଲେଖିଦେବ 3 ତାରିଖ ପ୍ରଥମ ଶନିବାର ଡ୍ୟାସ୍ ତାରିଖ ଦେଖ ଶନିବାର ହେଲା ଏଇଠି ଅଛି ପ୍ରଥମ ଏଇଟା ପଡ଼ିଲା 7 ତାରିଖ କେତେ ତାରିଖ ହେଲେ 7 ତାରିଖ ଦ୍ୱିତୀୟ ମଙ୍ଗଳବାର ଡ୍ୟାସ୍ ତାରିଖ ଏଇଟା ପ୍ରଥମ ଗଲା ଦ୍ୱିତୀୟ ଦେଖ କ'ଣ ହଉଛି ଦେଖ ମଙ୍ଗଳବାର ହେଲା 3 ଦ୍ୱିତୀୟଟା ହେଇଛି ଏଇଟା କେତେ ତାରିଖ 3 ଏଇଟା 10 କ'ଣ ସପ୍ତାହ 7 ଦିନ 3 7 10 ହେଇଗଲା ତୃତୀୟ ପଡ଼ୁଛି 10 7 17 ଏଇଟା ଚତୁର୍ଥ ମଙ୍ଗଳବାର ଏ ପଡ଼ିଲା 24 ତାରିଖ ଏଇଠି ଦେଇ ଦେଖ ଦ୍ୱିତୀୟ ମଙ୍ଗଳବାର ପଡ଼ିଲା 10 ତାରିଖ ତୃତୀୟ ମଙ୍ଗଳବାର ପଡ଼ିବ 10 7 ମିଶିଲେ 17 ତାରିଖ ଚତୁର୍ଥ ମଙ୍ଗଳବାର 17 7 ମିଶିଲେ ହେଲା 24 ତାରିଖ ପ୍ରଥମ ଶନିବାର 7 ତାରିଖ ଦ୍ୱିତୀୟ ଶନିବାର କେତେ ପଡ଼ିବ 7 ରେ ପୁଣି 7 ମିଶିଦେବ କେତେ ତାରିଖ ହେବ 14 ତାରିଖ ତୃତୀୟ ଶନିବାର 14 7 ମିଶିଦେବ ହେଲା 21 ତାରିଖ ଚତୁର୍ଥ ଶନିବାର ହେବ 28 7 ମିଶିଲେ 28 ତାରିଖ ଏଇଟା ନ ଦେଖିଲେ କ୍ୟାଲେଣ୍ଡର ମଧ୍ୟ 7 ମିଶେଇ ଦେଇ କରିପାରିବ ଯଦି ତୁମେ କ୍ୟାଲେଣ୍ଡର ଦେଖିକି ମୋତେ ଇଏ ଠିକ୍ ହେବ ବର୍ତ୍ତମାନ ଅଭ୍ୟାସ କରିବା ଶୂନ୍ୟସ୍ଥାନ ପୂରଣ କର ମାସର ପ୍ରଥମ ରବିବାର 1 ତାରିଖରେ ପଡ଼ିଲେ ଦ୍ୱିତୀୟ ରବିବାର କେତେ ପଡ଼ିବ 7 ଦିନ ଅଧିକ ହେବ 1 7 ମିଶେଇ ଦେଲେ 8 ତାରିଖରେ ପଡ଼ିବ ଖରା ମାସର ଦ୍ୱିତୀୟ ସୋମବାର 9 ତାରିଖ ଦ୍ୱିତୀୟଟା ହେଲା 9 ତୃତୀୟ ସୋମବାର କେତେ ପଡ଼ିବ ପ୍ରଥମ ତ ପଳେଇଛି ଦ୍ୱିତୀୟ ହେଲା 9 ତୃତୀୟ 7 ଦିନ ଆହୁରି କ'ଣ ଅଧିକ ହେବ 9 7 ରହୁଛି 16 ମାସର ତୃତୀୟ ଶୁକ୍ରବାର ଡ୍ୟାସ୍ ତାରିଖ ହେଲେ ଚତୁର୍ଥ ହେଲା 28 ତାରିଖ ଚତୁର୍ଥ ହେଲା 28 ତାରିଖ ତୃତୀୟ ହେଲା କ'ଣ 7 କମେଇ ଦେବା 8 ରୁ 7 ଗଲେ 21 ତାରିଖ ବୁଝିପାରୁଛ ନା ବୁଝିପାରୁଛ ଯଦି କମେଣ୍ଟ କରିବ କମେଣ୍ଟ ତ ଆସିବନି ଏଇଟା ଛୋଟ ପିଲାଙ୍କ ପାଇଁ ଘନ ମାସର ପଞ୍ଚମ ଶୁକ୍ରବାର 30 ତାରିଖ ପଞ୍ଚମ ଶୁକ୍ରବାରଟା ହେଲା 30 ସେଇ ମାସ ଚତୁର୍ଥ ଶୁକ୍ରବାର ଡ୍ୟାସ୍ ତାରିଖ ପଡ଼ିଛି ଚତୁର୍ଥ ପରେ ପଞ୍ଚମ 7 କ'ଣ ଫେରିଦେବା 7 7 ଗଲେ 23 ତାରିଖ ଏଠି କ୍ୟାଲେଣ୍ଡର ଦେଖିବା ଦରକାର ନାହିଁ ମନେ ମନେ ମଧ୍ୟ କରିପାରିବ ଚାହିଁବ ଯଦି କ୍ୟାଲେଣ୍ଡର ଦେଖିପାରିବ ମୋ ନମ୍ବର ମାସର ପ୍ରଥମ ମଙ୍ଗଳ 4 ତାରିଖ ତୃତୀୟ ମଙ୍ଗଳବାର ଦେଖ ପ୍ରଥମ ମଙ୍ଗଳ 4 ଦ୍ୱିତୀୟ କ'ଣ ହେବ 7 ମିଶେଇ ଦେବା 7 4 ହେଲା 11 ତୃତୀୟରେ ପୁଣି 7 ମିଶେଇବା 11 7 ହେଲା 18 ତାରିଖ 2008 ମସିହା ଅପ୍ରିଲ ମାସ ପ୍ରଥମ ଗୁରୁବାର 3 ତାରିଖରେ ପଡ଼ିଥିଲା ମସିହା କି ଦେଖିବା ଦରକାର ନାହିଁ ଏଇଟା ଅପ୍ରିଲ ମାସ ଦେଇଛି ସେଇ ମାସର ଶୁକ୍ରବାର ଗୁଡ଼ିକ କେତେ ତାରିଖରେ ପଡ଼ିଥିଲା ଦେଖ ଯଦି ଗୁରୁବାର ପଡ଼ିଲା 3ରେ ଶୁକ୍ରବାର ପଡ଼ିଥିବ କେତେ 4ରେ ପଡ଼ିଲା 4 ତାପରେ କେତେ ପଡ଼ିବ 7 ମିଶେଇଦେବା 3 ହେଲା ଗୁରୁବାର ପଡ଼ିଥିଲା ଶୁକ୍ରବାର ପଡ଼ିବ 4 ପୁଣି 4 7 ମିଶେଇ ପଡ଼ିବ 11 11 7 ମିଶେଇଲେ ପଡ଼ିବ 18 18 7 ମିଶିଲେ ପଡ଼ିବ 25 ଏତିକି ସବୁ ପଡ଼ିବ ବୁଝିପାରୁଛ ନା ଦେଖ ମସିହା ସହିତ କିଛି ମତଲବ ନାହିଁ ଗୁରୁବାର ପଡ଼ିଲା 3 ତାରିଖରେ ଶୁକ୍ରବାର ପଡ଼ିବ 4 ତାରିଖରେ ପୁଣି ଆର ଶୁକ୍ରବାର ପଡ଼ିବ 7 ମିଶିଲେ 11 ସପ୍ତାହ 7 ଦିନ ପୁଣି 7 ମିଶିଲେ 18 ପୁଣି 7 ମିଶିଲେ 25 ତଳ ଦିଆଯାଇଥିବା କ୍ୟାଲେଣ୍ଡର ଖାଲି ଘର ପୂରଣ କରେ ଏ କ୍ୟାଲେଣ୍ଡର କେଉଁ ମାସର ହୋଇପାରେ ଦେଖ ପ୍ରଥମେ ରବିବାର କିଛି ନାହିଁ ସୋମବାର ପଳେଇଛି ମଙ୍ଗଳବାର ପଡ଼ିଲା 1 ତାରିଖ ଏଠି ପଡ଼ିଛି 30 ତାରିଖ 1 ରୁ 30 ମାନେ କେଉଁ ମାସ ହେଇପାରିବ 30 ମାସ 4ଟା କହିଛି ଆଗେ ପୂରଣ କରିଦେବା ଦେଖ ଏଠି 12 ଏଠି ରହିବ ଆମର 13 ତ ରହିବ 14 15 16 17
18 19 20 21 22 23 24 25 26 27 28 29 30 ଦେଇଦେଇଛି। ତା 30 ମାସ କେତେ କେଉଁ ହେଇପାରିବ ପ୍ରଥମେ ଜାଣିପାରିବ। ଫାର୍ଷ୍ଟ ହେଲା ଅପ୍ରିଲ ମାସ, ଏପ୍ରିଲ ବା ଅପ୍ରିଲ, ଜୁନ ମାସ, ସେପ୍ଟେମ୍ବର ମାସ, ତାପରେ ନଭେମ୍ବର ମାସ, ଏତିକି ହେଇପାରିବ। 30 ଅଛି 4ଟା ମାସ ହେଇପାରିବ। 3 ନମ୍ବରରେ ରହିଛି ଗୋଟିଏ ବର୍ଷର ଜୁନ୍ ମାସ। ଗୋଟିଏ ବର୍ଷର ଜୁନ୍ ମାସର କ୍ୟାଲେଣ୍ଡର ତଳ ଦିଆଯାଇଛି। ଏହାକୁ ଲକ୍ଷ୍ୟ କରି ସେହି ବର୍ଷର ମଇ ଜୁଲାଇ ମାସ କ୍ୟାଲେଣ୍ଡର। ଜୁନ୍ ମାସ 2014 ମସିହାରେ ଜୁନ୍ ମାସ ଆମେ ଜାଣି 30 ଦେଖ 30 ଏଠି କ'ଣ ରହୁଛି ଆମର 31, ଏଇଟା ଭୁଲ ଦେଇଛି, ଆମର 30 ହେବ। 30 ପଦ ଲାଷ୍ଟ, ଜୁନ୍ ମାସ ହେଉଛି କ'ଣ 30। 30 ହେଉଛି ମାନେ ଆମ ଜୁନ୍ ମାସ। ଜୁଲାଇ ମାସ କ୍ୟାଲେଣ୍ଡର ତିଆରି କରିବା ଏଇଭଳି ଦେଖ ପ୍ରଥମେ ଘର କାଟି ନେବ। ବାର ଆগে ଲେଖିଦେବ। ଫାଷ୍ଟ ରବିବାର, ସୋମବାର, ମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାର, ଶନିବାର, ଏତିକି ହେଲା 12। ପ୍ରଶ୍ନ ରହିଛି ଯେ ଆମର ଜୁନ୍ ମାସର ଶେଷ ରହୁଛି 31 ତାରିଖ। ଜୁଲାଇ ମଙ୍ଗଳବାର ପଡ଼ିଲା 31, ତ ଭୁଲ ହେବ। ସୋମବାରଟା 30 ତାରିଖ ପଡ଼ିଲା, କ'ଣ 30 ସୋମବାର ପଡ଼ିଲା, ତ ମଙ୍ଗଳବାର 1 ହେବା କଥା। ଆଉ ଯେଉଁ ମଙ୍ଗଳବାର ଅଛି ଏଇଠୁ ଲେଖିଦେବା 1, ଏଇଠି କ'ଣ ଲେଖିଦେବା 1, ବୁଧବାର 2, ଗୁରୁବାର 3, ତାପରେ 4, ତାପରେ 5, ଶନିବାର 5, ରବିବାର 6, 7, 8, 9, 10, 11, 12, 13, 14, 15, 16, 17, 18, 19, 20, 21, 22, 23, 24, 25, 26, 27, 28, 29। ଦେଖ ଏଟା କି ମାସ? ଜୁଲାଇ ମାସ। ଜୁଲାଇ ମାସ କେତେ ଦିନ? ଆମେ 31 ଦିନ ଜାଣିଛନ୍ତି। ଏଠି ଜୁଲାଇ କ'ଣ 30, ତାପରେ ହେଲା 31, ଜୁଲାଇ ଅଗଷ୍ଟ 31 ସରିଗଲା। ଏଟା ଜୁଲାଇ ମାସ। ମେ ମାସ ଥିଲା ନା ଜୁନ୍ ମାସ ଦେଇଥିଲା, ଜୁଲାଇ ମାସ। ବର୍ତ୍ତମାନ କ'ଣ କରିବା ନା ମେ ମାସ ବା ମଇ ମାସ। ତେବେ ଆମର କ'ଣ ହେଉଛି ନା ଜୁନ୍ 1 ତାରିଖ ପଡ଼ିଛି ରବିବାର, ତାହେଲେ ଆମର ମେ ଲାଷ୍ଟଟା ହେଉଛି ମେ ମାସ 31 ଦିନିଆ। ଯଦି 31 ଦିନିଆ ହେବ ଲାଷ୍ଟଟା କ'ଣ ଶନିବାର ପଡ଼ିଥିବ, ଶନିବାର ରବିବାର, ଶନିବାର 31 ପଡ଼ିଥିବ। ଶନିବାର ଯୋଡ଼ୁଥିବ ଦେଖ ଏଠି କ'ଣ କରିଦେବ ନା 31 କଲ। ଦେଖ ତାହେଲେ ଶନିବାର କରିବ 31, ଏଠି 31 ଲାଷ୍ଟ 31, ତାପରେ କମି କରିକି ଆସିବ 31 ପୂର୍ବଟା ହେଉଛି 30, ତାପରେ ହେଉଛି 29, ତାପରେ 28, ତାପରେ 27, 26, ତାପରେ 24, 23, 22, 21, 20, 19, ପଛ କରିକି ଆସିବ। ତାପରେ 18, 17, 16, ତାପରେ 15, 14, 13, 12, 11, 10, 9, 8, 7, 6, 5, 4, ଏଠି ଜାଗା ହେଉନି, ଆଉ ଗୋଟେ ଘର କରିଦେବ। ଏଠି 5ଟା ଘର ଦରକାର। ତାପରେ ହେଉଛି 3, 2, 1, ଗୁରୁବାର ପଡ଼ିଲା 1 ତାରିଖ, ଶେଷ ପଡ଼ିଲା ଶନିବାର। ପ୍ରତି ଗୁରୁବାର କେତେ ପଡ଼ୁଛି? 1, 8, 15, 22, 29। ଏହାପରେ 4 ନମ୍ବର ହେଇଛି କ୍ୟାଲେଣ୍ଡର ଦେଖୁ ଟଣା ଯାଇଥିବା କୋଠରୀ ହେଇଛି। କୋଠରୀ ଟଣା ହେଇଛି, ସାନ ସଂଖ୍ୟାକୁ ବାଛା। ସାନ କିଏ ହେଉଛି ଏଥିରେ? 3 ବଛା ହେଲା। ସବୁଠୁ ସାନ ସଂଖ୍ୟାରେ 8 ଯୋଗ କର, ଯୋଗଫଳକୁ 9ରେ ଗୁଣ। ଗୁଣଫଳ କେତେ ହେଲା? ଏବେ କୋଠରୀ ମଧ୍ୟରେ ଥିବା 9ଟି ଯାକ ସଂଖ୍ୟାକୁ ମିଶାଅ। ଲକ୍ଷ୍ୟ କଲେ ତୁମେ ଯେପରି କ୍ୟାଲେଣ୍ଡର କୋଉ ସଂଖ୍ୟା ବାହାର କରି ପରିବା କର। ଦେଖ ପ୍ରଥମେ କ'ଣ ରହିଛି? ସାନ ସଂଖ୍ୟା ହେଲା 3, 3ରେ 8 ଯୋଗ କରିବା କେତେ ହେଲା? 11। ପୁଣି କ'ଣ କରିଛି? 9 ଗୁଣିବ, 11 9 ଗୁଣିଲେ 11 99। ଏ କୋଠରୀ 9ଟି ଯାକ ସଂଖ୍ୟା ମିଶା। ଦେଖ 9ରେ ମିଶା, ଏଠି 99 ପାଇଲେ। ଦେଖ ମିଶା 3 ଯୁକ୍ତ 4 ଯୁକ୍ତ 5 ଯୁକ୍ତ 10 ଯୁକ୍ତ 11
ये कोठर भितर अच्छी जुक्त 12 जुक्त 17 जुक्त 18 जुक्त 19।